परिवार प्रतिपोषण लगी अन्य राज्य को दादन खटिବାକୁ ଯାଇଥିଲେ ହେଲେ ସମୁହି ଫେରିଲେ ଯୁବକ କେରଳରୁ କନ୍ଧମାଳ ଟିକାପାଲି ଅଞ୍ଚଳରୁ ଆସିଛି ଯୁବକଙ୍କ ମୃତଦେହ ମୃତକ ହେଲେ ଟିକାପାଲି ବ୍ଲକ ଗାଡିଙ୍କିଆ ପଞ୍ଚାୟତର ପାଙ୍କାନାଜୁ ଗାଁର 32 ବର୍ଷୀୟ ସୁଜିତ କୁମାର ପ୍ରଧାନ କେରଳରେ କାମ କରୁଥିଲେ ସବୁଦିନ ଭଳି ଅନ୍ୟ କର୍ମଚାରୀମାନଙ୍କ ସହ ମିଶି କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଗୁରୁତର ହୋଇପଡ଼ିଥିଲେ ସୁଜିତ ସେଠାରେ ଥିବା କର୍ମଚାରୀମାନେ କମ୍ପାନୀ ମାଲିକଙ୍କୁ ଜଣାଇବା ସହ ତୁରନ୍ତ ନିକଟସ୍ଥ ମେଡିକାଲକୁ ନେଇଥିଲେ କିନ୍ତୁ ସେଠାରେ ଡାକ୍ତର ସୁଜିତଙ୍କୁ ମୃତ ଘୋଷଣା କରିଥିଲେ ପରେ ସମ୍ପୃକ୍ତ କମ୍ପାନୀ କର୍ତ୍ତୃପକ୍ଷ ସୁଜିତଙ୍କ ମରଶରୀରକୁ ବିମାନ ଯୋଗେ ଭୁବନେଶ୍ୱର ପଠାଇବା ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ଗତକାଲି ଟିକାପାଲି ବ୍ଲକ ଗାଡିଙ୍କିଆ ପଞ୍ଚାୟତର ପାଙ୍କାନାଜୁ ଗାଁରେ ପହଞ୍ଚିଥିଲା ପରିବାର ଲୋକେ ସୁଜିତଙ୍କ ଶେଷକୃତ୍ୟ କରିଥିବା ଜଣାପଡ଼ିଛି ଘଟଣାକୁ ନେଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ତେବେ ବିଦ୍ୟୁତ ଆଘାତରେ ଯୁବକଙ୍କର ମୃତ୍ୟୁ ସେ ବାହାରେ କାମ କରୁଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ବିଦ୍ୟୁତ ଆଘାତରେ ମୃତ୍ୟୁ ହେଲା ପରେ ତାଙ୍କର ମୃତ ଶରୀର ପହଞ୍ଚିଥିଲା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ଅଧିକ ଆଲୋଚନା କରିବା ଜି ଉଦୟଗିରି ରିପୋର୍ଟର ମନୋଜ ନାୟକ ଯୋଡ଼ି ହୋଇଛନ୍ତି ମନୋଜ ବର୍ତ୍ତମାନ ସ୍ଥିତି କଣ ରହିଛି ସେଠାରେ ସପ୍ତାହରେ ଏଠାକାର ଯୁବ ଯୁବତୀ ମାନେ ସେମାନେ କେରଳକୁ ସେମାନେ ଘଟି ଯାଉଛନ୍ତି ବର୍ତ୍ତମାନ ସୁଦ୍ଧା ସରକାରଙ୍କ ଦ୍ୱାରା କୌଣସି ପ୍ରକାର ଏମାନଙ୍କ ପାଇଁ କୌଣସି ସୁବିଧା ନଥିବାରୁ ବାଧ୍ୟ ସେମାନେ ଦାଦନ ଖଟିବା ପାଇଁ ଯାଉଛନ୍ତି ଠିକ ସେଇ ପ୍ରକାର ଭାବରେ ଠିକ ଟିକାବାଲି ଆମ ବ୍ଲକର ଗାଡିଙ୍ଗିଆ ପଞ୍ଚାୟତର ପାଙ୍ଗାନାଜୁର ଜଣେ ଯୁବକ ସୁଜିତ କୁମାର ପ୍ରଧାନ ସେ ଦୀର୍ଘ ଦିନ ହେଲା କେରଳରେ କାମ କରି ଆସିଥିଲେ ଆଉ ସେଠାରେ ଗୋଟିଏ ସେ କୁକୁଡା ଫାର୍ମରେ କାମ କରୁଥିଲେ ଯୋଉଥିରେ କି ଗତ 2 ଦିନ ପୂର୍ବରୁ ତାଙ୍କୁ ସେଠାରେ ଇଲେକ୍ଟ୍ରିକ ସକ୍ ଲାଗି ଯାଇଥିଲା ଆଉ ଯେତେବେଳେ ତାଙ୍କୁ ଲାଗି ଯାଇଥିଲା ସେଠାକାର 13 ଜଣ ଯୋଉମାନେ କାମ କରୁଥିଲେ ସେମାନେ ଏବଂ ତାଙ୍କୁ ନେଇକି ସେମାନେ ଯଥାଶୀଘ୍ର ସେମାନେ ମେଡିକାଲ ନେଇକି ଯାଇଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଦେଖନ୍ତୁ ଗାୟତ୍ରୀ ଏ ପ୍ରକାର ୟା ପୂର୍ବରୁ ବି ଅନେକ ଦାଦନ ମାନେ ମୃତ୍ୟୁଭୋଗ କରିଛନ୍ତି ଏଇଠୁ ବାହାରକୁ ଯାଇକି ଯେ ଫଳରେ ଆମର ଜିଉଦେଗିରେ ମଧ୍ୟ କିଛି ଦିନ ପୂର୍ବରୁ ସେ ପ୍ରକାର ଘଟଣା ଘଟିଥିଲା ଆଉ ଅତି ଦୁଃଖର ବିଷୟ ଗାୟତ୍ରୀ ଯେ ତାଙ୍କର ମୃତ୍ୟୁ ହେଲା ପରେ ପରିବାର ସମ୍ପର୍କରେ ଟିକେ ସୂଚନା ଦିଅନ୍ତୁ ପରିବାର କିଏ କିଏ ଅଛନ୍ତି ଇଏ ଏକମାତ୍ର ରୋଜଗାରିଆ ଥିଲେ କି ବା ପରିବାର ଲୋକଙ୍କ ସ୍ଥିତିକୁ ନେଇ ପ୍ରଶାସନ ତରଫରୁ କୌଣସି ଆର୍ଥିକ ସହାୟତା ପ୍ରଦାନ କରାଯିବ କି ପରିବାର ଲୋକ କଣ କହୁଛନ୍ତି ଦେଖନ୍ତୁ ଏ ପର୍ଯ୍ୟନ୍ତ ଏ ପ୍ରକାର କୌଣସି ସୂଚନା ମିଳିନାହିଁ କିନ୍ତୁ ପରିବାର ମଧ୍ୟରେ ରୋଜଗାରିଆ ପୁଅ ଏକ ବୋଲି ସେ ଲୋକ ଭାଇ ଥିଲେ ସେପରି ତାଙ୍କ ପରିବାର ମଧ୍ୟରେ ଆଉ ରୋଜଗାରିଆ ପୁଅ ଜଣେ ଥିବା ସମୟରେ ବର୍ତ୍ତମାନ ସମସ୍ତେ ଭାଙ୍ଗି ପଡିଛନ୍ତି ବର୍ତ୍ତମାନ କିଏ ତାଙ୍କ ପରିବାରକୁ ପ୍ରତିପୋଷଣ କରିବ ତାଙ୍କର ମା ବାବାଙ୍କୁ କିଏ ଦେଖିବ ଏ ସମସ୍ତ ବିଷୟ ନେଇକି ସମସ୍ତେ ଚିନ୍ତାରେ ଅଛନ୍ତି କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ସରକାର ତରଫରୁ ପ୍ରତିଶ୍ରୁତି ମିଳିନାହିଁ ଯେ କଣ କିଛି ସାହାଯ୍ୟ ମିଳିବ କି